ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ମିଡ଼ିୟମ୍ ଅଷ୍ଟମ ଶ୍ରେଣୀ ଓଡ଼ିଆ ମିଡ଼ିୟମ୍ ନବମ ଶ୍ରେଣୀ ସାହିତ୍ୟ ବହିର ବିଷୟ ଗଦ୍ୟ ବିଭାଗ ପଢ଼ିବା। ଆଜି ଆମେ ଗଦ୍ୟ ବିଭାଗର ବିଷୟର ନାଁ କ'ଣ? ଜାତୀୟ ଜୀବନ। ଏହାର ଲେଖକ ହେଉଛନ୍ତି ମଧୁସୂଦନ ଦାସ। ବୁଝିଗଲା। ଏହି ବିଷୟରେ ଅଭ୍ୟାସ କାର୍ଯ୍ୟ ଦେଖିବା। ଚାଲ ଦେଖିବା ଜାତୀୟ ଜୀବନ। ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର। ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 1 ନମ୍ବର କ'ଣ ହେବ? ବିପରୀତ ବୋଧକ ଶବ୍ଦ ଲେଖ। ଦେଖ କ'ଣ ହେବ? ଚିରସ୍ଥାୟୀ, ଚିରସ୍ଥାୟୀର ବିପରୀତ କ୍ଷଣସ୍ଥାୟୀ, ଶିକ୍ଷିତର ଅଶିକ୍ଷିତ, ମିଥ୍ୟାବାଦୀର ସତ୍ୟବାଦୀ, ଅସ୍ୱଭାବ ସ୍ୱଭାବ, ନିମ୍ନଗତି ଊର୍ଦ୍ଧ୍ୱଗତି, ନିନ୍ଦା ପ୍ରଶଂସା। 2 ନମ୍ବର ହୃଷ୍ଟପୃଷ୍ଟ ପରି ଆଉ 5ଟି ଯୁଗ୍ମ ଶବ୍ଦ ଲେଖ। ହୃଷ୍ଟପୃଷ୍ଟ ପରି ଉତ୍ତର ଅସ୍ତ୍ରଶସ୍ତ୍ର, ରଙ୍ଗଢଙ୍ଗ, ଧନଜନ, ରୀତିନୀତି, ଶିକ୍ଷା ଦୀକ୍ଷା, ବେଶଭୂଷା, ବାଟଘାଟ। ବୁଝିଗଲା। 3 ନମ୍ବର ଦେଖ ନିମ୍ନଲିଖିତ ଶବ୍ଦଗୁଡ଼ିକ ବ୍ୟବହାର କରି ବାକ୍ୟ ଗଠନ କର। ପାର୍ଥିବ, ଅପତ୍ୟ, ପଦସ୍ଥ, ମୂଳମନ୍ତ୍ର, ଖୋସାମତ। ଶବ୍ଦରେ ବାକ୍ୟ ଗଠନ କରେ। ପାର୍ଥିବ କ'ଣ? ପାର୍ଥିବ ସୁଖ କ୍ଷଣସ୍ଥାୟୀ ଅଟେ। ଅପତ୍ୟ ହିଁ ମାନବକୁ ସଂସାରରେ ସ୍ୱର୍ଗ ସୁଖ ପ୍ରଦାନ କରିଥାଏ। ପଦସ୍ଥ, ରାମବାବୁ ଜଣେ ପଦସ୍ଥ କର୍ମଚାରୀ ଥିଲେ। ମୂଳମନ୍ତ୍ର, ତତ୍ତ୍ୱମସୀ ହିଁ ଥିଲା ଅଦ୍ୱୈତବାଦର ମୂଳମନ୍ତ୍ର। ଖୋସାମତ କରି ସଂସାରରେ କେହି ବଡ଼ ହୋଇପାରି ନାହିଁ। 4 ନମ୍ବର ବିଶେଷ୍ୟ ଓ ବିଶେଷଣ ଶବ୍ଦଗୁଡ଼ିକ ବାଛ। ଅଭ୍ୟନ୍ତର, ସ୍ୱଭାବ, ସ୍ୱଗୃହୀୟ, ବ୍ୟକ୍ତିଗତ, ଜାତି, ପଦସ୍ଥ, ଭ୍ରମ, ମହାବଳ। ଦେଖ ବିଶେଷ୍ୟରେ କ'ଣ ହେବ? ଅଭ୍ୟନ୍ତର, ସ୍ୱଭାବ, ଜାତି, ଭ୍ରମ। ବିଶେଷଣ, ସ୍ୱଗୃହୀୟ, ବ୍ୟକ୍ତିଗତ, ପଦସ୍ଥ, ମହାବଳ। 5 ନମ୍ବର କ ସ୍ତମ୍ଭ ଶବ୍ଦ ସହିତ ଖ ସ୍ତମ୍ଭର ଶବ୍ଦକୁ ବାଛି ମିଳାଅ। କ ସ୍ତମ୍ଭ ସହ ଖ ସ୍ତମ୍ଭ ଦେଖିବ। ଉତ୍ତର କ ସ୍ତମ୍ଭ ଖ ସ୍ତମ୍ଭ। ଡାହାଳ କୁକୁର, ମହାବଳ ବାଘ, ଜଳ ବିନ୍ଦୁ, ପାର୍ଥିବ ଜୀବନ। ବର୍ତ୍ତମାନ ଦେଖ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଉତ୍ତର। 6 ନମ୍ବର ପ୍ରତ୍ୟେକ ଜାତି ପାଇଁ ଜାତୀୟ ଜୀବନର ଆବଶ୍ୟକତା ରହିଛି କାହିଁକି? ଉତ୍ତର ଆମ୍ଭମାନଙ୍କ ବ୍ୟକ୍ତିଗତ ଜୀବନ କ୍ଷଣସ୍ଥାୟୀ କିନ୍ତୁ ଜାତୀୟ ଜୀବନ ଚିରସ୍ଥାୟୀ। ସୁତରାଂ ଚତୁଃପାର୍ଶ୍ୱରେ ଥିବା ଜାତି ଓ ସମାଜମାନଙ୍କ ସଙ୍ଗେ ଜୀବନ ମିଳାଇ ଆଳାପ କରି ଚିରସ୍ଥାୟୀ ସ୍ୱଭାବ ସ୍ଥାପନ ନିମନ୍ତେ ଜାତୀୟ ଜୀବନର ଆବଶ୍ୟକତା ରହିଅଛି। 7 ନମ୍ବର କେଉଁ ଭାବଗୁଡ଼ିକ ମନୁଷ୍ୟକୁ ପ୍ରତିକ୍ଷଣ ତଳକୁ ଓଲଟାଉଅଛି? ଉତ୍ତର ମାନବର ପାର୍ଥିବ ଜୀବନରେ ତା'ର ସ୍ତ୍ରୀ, ଅପତ୍ୟ, ତା'ର ସମ୍ପତ୍ତି ଓ ଭୂତ ପାର୍ଥିବ ଭାବଗୁଡ଼ିକ ଏକ ଆକର୍ଷଣୀୟ ଶକ୍ତି ରହିଅଛି ଯାହା ତାକୁ ପ୍ରତିକ୍ଷଣରେ ତଳକୁ ଓଟାଉଛି। 8 ନମ୍ବର କେତେବେଳେ ଜାତି ମଧ୍ୟରେ ସ୍ୱଭାବ ସୃଷ୍ଟି ହୋଇଥାଏ? ଉତ୍ତର ମାନବ ଯେତେବେଳେ ତା'ର କ୍ଷଣସ୍ଥାୟୀ ବ୍ୟକ୍ତିଗତ ଜୀବନର ଅସବକୁ ଭୁଲି ଜାତୀୟ ଜୀବନ ପ୍ରତିଷ୍ଠା କରେ ସେତେବେଳେ ଜାତି ମଧ୍ୟରେ ସ୍ୱଭାବ ସୃଷ୍ଟି ହୋଇଥାଏ। 9 ନମ୍ବର ଜଳର ଜାତୀୟ ଗୁଣ କ'ଣ? ଉତ୍ତର ଜଳର ଜାତୀୟ ଗୁଣ ହେଉଛି ନିମ୍ନଗତି। ବିନ୍ଦୁଏ ଜଳଠାରୁ ମହାସମୁଦ୍ରର ଜଳ ପର୍ଯ୍ୟନ୍ତ ଜଳ ପ୍ରତିଟି ସ୍ଥଳରେ ସବୁ ଅବସ୍ଥାରେ ସେହି ଜାତୀୟ ଗୁଣକୁ ଧାରଣ କରି ଜାତୀୟ ଜୀବନର ଟେକ ରଖିଅଛି। 10 ନମ୍ବର ଆମ୍ଭେ ସବୁବେଳେ କାହାର ଟେକ ରଖି କାର୍ଯ୍ୟ କରିବା ଆବଶ୍ୟକ? ଉତ୍ତର ଆମ ସମସ୍ତଙ୍କର ଜାତୀୟ ଜୀବନ ଅଛି ବୋଲି ମନେ ରଖିବା ସହିତ ସବୁ ଅବସ୍ଥାରେ, ସବୁ କାଳରେ, ସବୁ ସ୍ଥାନରେ ଆମ୍ଭେମାନେ ଜାତୀୟ ଜୀବନର ଟେକ ରଖି କାର୍ଯ୍ୟ କରିବା ଉଚିତ। 11 ନମ୍ବର କାର୍ଯ୍ୟ କରିବା ସମୟରେ ନିଜକୁ ସବୁବେଳେ କେଉଁ ପ୍ରଶ୍ନଟି ପଚାରିବା ଆବଶ୍ୟକ? ଉତ୍ତର ଜଣେ ଓଡ଼ିଆ ଜାତିକୁ ଗାଳି ଦେଲେ ମନରେ ସୃଷ୍ଟି ହେଉଥିବା କ୍ରୋଧ ହିଁ ଜାତୀୟ ଜୀବନର ଚିହ୍ନ। ତେଣୁ ମିଥ୍ୟାବାଦୀ ହେଲେ ବା ଖୋସାମତ ହେଲେ ସେହି ନିନ୍ଦାରେ ଜାତି ଭାଗୀ ହେବେ କି ନାହିଁ ତାହା ଭଲ ଭାବରେ ଉପଲବ୍ଧ କରି ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ କରୁଥିବା କାର୍ଯ୍ୟ ଦ୍ୱାରା ଜାତିର ନିନ୍ଦା ହିଁ ନାହିଁ ନିଜକୁ ପ୍ରଶ୍ନ ପଚାରିବା ଉଚିତ। 12 ନମ୍ବର ପ୍ରଶ୍ନ ଜାପାନ ଜାତିର ଉନ୍ନତିର ମୂଳମନ୍ତ୍ର କ'ଣ? ଜାପାନ ଜାତିର ଉନ୍ନତିର ମୂଳମନ୍ତ୍ର ଉତ୍ତର ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କର ପ୍ରାଣ ରହୁ, କିନ୍ତୁ ଜାପାନୀ ଜାତିର ମାନ ବୃଦ୍ଧି ହେଉ। ଏହା ହିଁ ଜାପାନୀ ଜାତିର ଉନ୍ନତିର ମୂଳମନ୍ତ୍ର। ଏହି ଭାବ ହୃଦୟରେ ପୋଷଣ କରି ଜାପାନୀ ଜାତି ଆଜି ସମ୍ପୂର୍ଣ୍ଣତା ହେବା ସହିତ ପୃଥିବୀର ସର୍ବତ୍ର ପୂଜିତ ହେଉଅଛି। 3 ନମ୍ବର ଜାତୀୟ ଜୀବନ କିପରି ଗଠିତ ହୋଇଥାଏ? ଉତ୍ତର ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଜାତୀୟ ଜୀବନର ମୂଲ୍ୟକୁ ଉତ୍ତମ ରୂପେ ଉପଲବ୍ଧ କରନ୍ତି ଏବଂ ଜାତି ନିମନ୍ତେ ବ୍ୟକ୍ତିଗତ ଜୀବନର ବଳିଦାନ ପାଇଁ ଅଗ୍ରସର ହୁଅନ୍ତି ସେତେବେଳେ ଜାତୀୟ ଜୀବନ ଗଠିତ ହୋଇଥାଏ। 14 ନମ୍ବର ଡାହାଳ ଛୁଆଟି କଥା କହିପାରୁଥିଲେ କ'ଣ ହୁଅନ୍ତା? ଉତ୍ତର ଡାହାଳ ଛୁଆଟି କଥା କହିପାରୁଥିଲେ କହନ୍ତା ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି
ବାଘ ହାତରେ ମରିବି, କିନ୍ତୁ ମୋ ଜାତିର ଗୁଣ ସାହସିକତା। ମୁଁ ମୋ ଜୀବନ ପ୍ରତି ମାୟା ରଖି ବାଘ ନିକଟକୁ ନ ଗଲେ ମୋ ଜାତିର ମାନ ଓ ମୂଲ୍ୟ କମିଯିବ। ମୁଁ ପରେ ପଛକେ, କିନ୍ତୁ ଡାହାଳ କୁକୁରର ଦାମ ମୋର ସାହସିକତା ଦ୍ୱାରା ବଢ଼ିବ, ଏଥିରେ ସନ୍ଦେହ ନାହିଁ। 15 ନମ୍ବର କ'ଣ ହେବ? ଦୋଷ ଗୁଣ ଦେଖିବା ସମ୍ବନ୍ଧରେ ଲେଖକଙ୍କର ବକ୍ତବ୍ୟ କ'ଣ? ଉତ୍ତର, ଦୋଷ ଓ ଗୁଣ ଦେଖିବା ସମୟରେ ଗୋଟିଏ ଆଖି ବନ୍ଦ କର, ଅନ୍ୟଟି ଖୋଲା ରଖ। ବନ୍ଦ ଆଖିରେ ଅନ୍ୟ ଜାତିଙ୍କର ଦୋଷଗୁଡ଼ିକ ଦେଖିବା ସହିତ ଖୋଲା ଆଖିରେ ସବୁ ବ୍ୟକ୍ତି ଓ ସବୁ ଜାତିଙ୍କର ଥିବା ଅନୁକରଣଯୋଗ୍ୟ ଗୁଣଗୁଡ଼ିକ ନିରୀକ୍ଷଣ କର ଓ ସେଗୁଡ଼ିକ ଶିକ୍ଷା କର। ଏହା ହିଁ ଲେଖକଙ୍କର ବକ୍ତବ୍ୟ। 16 ନମ୍ବର ପ୍ରଶ୍ନ, ସୂର୍ଯ୍ୟଙ୍କଠାରୁ ଆମେ କେଉଁ ଗୁଣ ଶିକ୍ଷା କରିବା ଉଚିତ? ଉତ୍ତର, ସୂର୍ଯ୍ୟ ଯେପରି ତାଙ୍କର କିରଣକୁ ନିର୍ବିକାର ଭାବରେ ସମୁଦ୍ରର ଲୁଣି ପାଣିରେ ମିଶ୍ରି ସରବତରେ ନର୍ଦ୍ଦମାରେ ବିତରଣ କରୁଛନ୍ତି, ବିଶୁଦ୍ଧ ଜଳତକ ଟାଣି ନେଇ ପୁନର୍ବାର ପୃଥିବୀରେ ସେଚନ କରୁଛନ୍ତି, ସେହିପରି ଆମ୍ଭେମାନେ ସବୁଠାରେ ଦୋଷତକ ତ୍ୟାଗ କରି ଗୁଣଗୁଡ଼ିକ ଗ୍ରହଣ କରିବାର ମହାନ ଶିକ୍ଷା ଲାଭ କରିବା ଉଚିତ। 17 ନମ୍ବର ପ୍ରଶ୍ନ, ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ କେଉଁ ଗୁଣ ରହିଛି? ଉତ୍ତର, ସବୁ ବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକ ଗୁଡ଼ିଏ ଗୁଣ ରହିଛି।